ପିଲାମାନେ ସମସ୍ତଙ୍କୁ ସ୍ୱାଗତ କରୁଛି ତୁମମାନଙ୍କୁ ଆମର ଏକ ନୂଆ ଭିଡ଼ିଓରେ। ତ ପିଲାମାନେ ଦେଖ, ଥମ୍ବନେଲ୍ ତୁମେ ଦେଖି ଜାଣିପାରୁଥିବ। ଆଜିଠୁ ସ୍କୁଲ ଛୁଟି, କିନ୍ତୁ ପିଲା ପଢ଼ିବେ ପାଠ। ତ ତୁମମାନେ ଭାବୁଥିବ ଆଜିଠୁ ତ ସ୍କୁଲ ଛୁଟି, ସମସ୍ତେ ଜାଣିଥିବ ସ୍କୁଲ ଛୁଟି ହେଇଗଲା, ପିଲାମାନେ ପଳାଇଲେ 25 ତାରିଖ ଏପ୍ରିଲ। ତ ପିଲା ଆଉଥରେ ପଢ଼ିବେ ପାଠ, କେମିତି କ'ଣ ପଢ଼ିବେ ପାଠ? ତ ଆଜିର ଗୋଟେ ଭିଡ଼ିଓରେ ମୁଁ ସମ୍ପୂର୍ଣ୍ଣ ତଥ୍ୟ ଦେଇଦେବି ପିଲାମାନେ। ତା ପୂର୍ବରୁ ଆପଣମାନଙ୍କ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲକୁ ଏ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନ, ଏଇଭଳି ତୁମମାନଙ୍କର ଏଜୁକେସନାଲ୍ ରିଲେଟେଡ୍ ଭିଡ଼ିଓ ପାଇବା ପାଇଁ ସବସ୍କ୍ରାଇବ୍ କର। ଆଉ ଯେକୌଣସି ଟେକ୍ନୋଲୋଜି ଭିଡ଼ିଓ ପାଇବା ପାଇଁ ସବସ୍କ୍ରାଇବ୍ କର। ଆଉ ଯଦି କିଛି ଅସୁବିଧା ହେଉଛି କମେଣ୍ଟ କର। କମେଣ୍ଟ ଆସୁନି ଭିଡ଼ିଓରେ, ମୁଁ ଦେଖୁଛି ବହୁତ ଦିନ ହେଲା, କାହିଁକି ଆସୁନି କମେଣ୍ଟ କରିବା ଦରକାର ନା। ତେଣୁ କମେଣ୍ଟ ଆସୁ, କମେଣ୍ଟ ଆସିଲେ କିଛି ଅସୁବିଧା ନାହିଁ। ଟିକେ ସମସ୍ତେ କମେଣ୍ଟ କର ଆଉ ଲାଇକ୍ କର ହେଲା। ତ ଏଥର କଥା, ତ ଅପଡ଼େଟ୍ ଆମେ ଜାଣିବା ନାହିଁ। ଦେଖ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ ତଥା ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ସ୍କୁଲଗୁଡ଼ିକୁ ଆଜିଠାରୁ ଛୁଟି ଘୋଷଣା କରିଛନ୍ତି। ଏଥିମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କର ଶିକ୍ଷଣତା ବାତାବରଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଗଣଶିକ୍ଷା ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବୈଠକ ହୋଇଛି, ଯେଉଁଥିରେ କି ନିଷ୍ପତ୍ତି କରାଯାଇଛି ପିଲାମାନେ କେଉଁଭଳି ଭାବରେ ସମ୍ପୂର୍ଣ୍ଣ ଶିକ୍ଷା ପଢ଼ିପାରିବେ। ତ ତୁମମାନଙ୍କର ମନରେ ଏହି ପର୍ଯ୍ୟନ୍ତ ଡାଉଟ୍ ଅଛି କେମିତି ପଢ଼ିବ, ଏ ନେଇ ଆଜି କୁହାଯାଇଛି ଯେ ଶିକ୍ଷାର୍ଥୀମାନେ ଦୀକ୍ଷା ପୋର୍ଟାଲରେ ପଢ଼ିବେ। ଖରା ଛୁଟି ନିମନ୍ତେ ଦୀକ୍ଷା ପୋର୍ଟାଲରେ ପାଠ ପଢ଼ିପାରିବେ ପିଲା। ଏ ନେଇ ଆଜି ସୂଚନା ଦିଆଯାଇଛି ମାଧ୍ୟମିକ ତଥା ଗଣଶିକ୍ଷା ପରିଷଦ ତରଫରୁ। ପିଲାମାନେ ଛୁଟିରେ ଯିବାକୁ ଥିବାବେଳେ ଏହି 2 ମାସ ପିଲାମାନେ ଦୀକ୍ଷା ପୋର୍ଟାଲରେ ପାଠ ପଢ଼ିବେ। ଯାହା ଟାସ୍କ ଦିଆଯାଇଛି ସ୍କୁଲ କିମ୍ବା କଲେଜ ତରଫରୁ, ତାହାକୁ ଶିକ୍ଷକମାନେ ଗାଇଡ଼ କରିବେ। ତାଙ୍କୁ ଗାଇଡ଼ କରି ପିଲାମାନଙ୍କର ଟାସ୍କକୁ କମ୍ପ୍ଲିଟ୍ କରାଇବେ। ଟାସ୍କ ଗୁଡ଼ିକ କମ୍ପ୍ଲିଟ୍ ନହେଲେ ପିଲାମାନେ ନମ୍ବରରେ ଯୋଗାଯୋଗ କରିବେ। ଏଥିପାଇଁ ଦୀକ୍ଷା ପୋର୍ଟାଲରେ ଶିକ୍ଷକମାନେ ନମ୍ବର ପ୍ରଦାନ କରିବା ପାଇଁ ବାଧ୍ୟ। ଟିଚରମାନଙ୍କୁ ଅବହେଳା ନ କରି ପିଲାମାନଙ୍କର ପାଠରେ ଧ୍ୟାନ ଦେବେ। ଟିଚରମାନେ ଯଦି ଅବହେଳା କରୁଛନ୍ତି, ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ କର୍ମରୁ ନିଲମ୍ବିତ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ତ ଏଥର ମାଧ୍ୟମିକ ଶିକ୍ଷା ପରିଷଦ ବହୁତ ଯୁଦ୍ଧ ଭିତ୍ତିରେ ଶିକ୍ଷାକୁ ନେଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି, ତେଣୁ ପିଲାମାନେ କେମିତି ଭଲ ପାଠ ପଢ଼ିପାରିବେ ସେ ନେଇ ଚିନ୍ତା କରାଯାଇଛି। ଏନେଇ ଦୀକ୍ଷା ପୋର୍ଟାଲକୁ ଆରମ୍ଭ କରାଯାଇଛି। ଦୀକ୍ଷା ପୋର୍ଟାଲରେ ପୁଣି ପାଠପଢ଼ା ହେବ। ଠିକ୍ ଅଛି ପିଲାମାନେ, ତ ପୁଣି ତୁମମାନଙ୍କର ଦୀକ୍ଷା ପୋର୍ଟାଲରେ ପାଠପଢ଼ା ହେବରେ ସମସ୍ତେ ପଢ଼ିବ। ଆଉ ଟାସ୍କ ଦିଆଯିବ, ଯେଉଁ ଦିଆଯାଇଛି କିମ୍ବା ଦିଆଯିବ କମ୍ପ୍ଲିଟ୍ ସମସ୍ତେ କରିଦେବ ହେଲା। ଆଉ ଏତେଲା କିଛି ଅପଡ଼େଟ୍ ରହୁଛୁ। ନମସ୍କାର, ଜୟ ଜଗନ୍ନାଥ।